ନା ଏଠେ ଗଲା ସରକାରରେ ଯାହା ଭୁଲ କରିଥିଲେ ଏବେ ଏ ସରକାରରେ ସେ ଭୁଲ କରୁଛନ୍ତି। ଏ ଭାଷା ଅଭିଭାଷଣଟା ହେଉଛି ମୂଲ୍ୟହୀନ ଅଭିଭାଷଣ। ତାଙ୍କର ଚୁଚ୍ଛା ଫମ୍ପା ଇଞ୍ଜିନ ମାଠିଆଟା ଖାଲି ଆୱାଜ ଜୋର। ଦେଖନ୍ତୁ ମୋର 2000 ମସିହାଠୁ ମୁଁ ବିଧାନସଭା ସହିତ ଓତପ୍ରୋତ ଭାବରେ ଜଡ଼ିତ। 2000 ମୁଁ ପ୍ରଥମ ବିଧାୟକ ହେଲି। ଗଭର୍ଣ୍ଣର ଏମିତି ଭାଷଣ ମୁଁ କେବେ ଶୁଣିନଥିଲି। ଗୋଟେ ଅଦ୍ଭୁତ ପ୍ରକାର ଉଲ୍ଲେଖ କରିଛନ୍ତି ଯେଉଁଟା ସରକାର ଦେଇଛନ୍ତି। ଗଭର୍ଣ୍ଣର ସେଇଟା ପଢ଼ିଛନ୍ତି ଘଣ୍ଟା ସଂଖ୍ୟା ଏମିତି ଯେଉଁଟା ଅର୍ଥ ନାହିଁ, ଅର୍ଥହୀନ ସ୍ୱାଦହୀନ, ଆୟରେ କିଛି ମୂଲ୍ୟ ନାହିଁ, ମୂଲ୍ୟହୀନ। ଏ ଭାଷା ଅଭିଭାଷଣଟା ହେଉଛି ମୂଲ୍ୟହୀନ ଅଭିଭାଷଣ। ନା ଏଠେ ଗଲା ସରକାରରେ ଯାହା ଭୁଲ କରିଥିଲେ ଏବେ ଏ ସରକାରରେ ସେ ଭୁଲ କରୁଛନ୍ତି। ଗଲା ସରକାର ଯେଉଁ କାର୍ଯ୍ୟ ହୋଇଥିଲା ଏ ସରକାର ସେଇ କାର୍ଯ୍ୟ ହେଉଛି। କେବଳ କଲର୍ଟା ବଦଳେଇଛି, ନହେଲେ କିଛି ନୂତନତ୍ୱ ନାହିଁ। ଆଇରେ ଅଭିଭାଷଣଟା ଏକଦମ କଦର୍ଯ୍ୟପୂର୍ଣ୍ଣ, ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ। ଇଞ୍ଜିନ୍ ତ ନାହିଁ, ଡବଲ ଇଞ୍ଜିନ୍ ଆସିଲା କେଉଁଠି? ଇଞ୍ଜିନ୍ ଆଜ୍ଞା ନାହିଁ ଆଙ୍କର ଟୋଟାଲି ଇଞ୍ଜିନ୍ ନାହିଁ। ଆଙ୍କର ଚୁଚ୍ଛା ଫମ୍ପା ଇଞ୍ଜିନ୍, ମାଠିଆଟା ଖାଲି ଆୱାଜ ଜୋର। ମାଠିଆ ଖାଲି ଆୱାଜ ଜୋର। ନିଶ୍ଚିତ ଭାବରେ ଭଲକିରି ବିରୋଧ କରାଯିବ। ମୁଁ ତ ଆସିଲି 4 ଦିନ ହେଲା, ହାଇଦ୍ରାବାଦରୁ ଫେରିଲି। ମୁଁ ସୁସ୍ଥ ଅନୁଭବ କରୁଛି ଏବଂ ବିଧାନସଭାରେ ରାଜ୍ୟରେ ଏବଂ ନିଜ ନିର୍ବାଚନର କଥା ନିଶ୍ଚିତ ଭାବରେ ଉଠିବ। ଭାଷାରେ ଆମେ ତାଙ୍କ ଅଭିଭାଷଣ ନିନ୍ଦା କରିବୁ। ସେ ଭାଷା ଆମ ପାଖରେ ନାହିଁ। ନା କଲମରେ ଲେଖି ହେବ, ନା ଭାଷାରେ କହିହେବ। ଏପରି ଅଭିଭାଷଣ ତାକୁ ଆମେ ଆସନ୍ତାକାଲି ବିରୋଧ କରିବୁ।